ଶ୍ରୀମଦ୍ଭାଗବତ ପ୍ରଥମ ସ୍କନ୍ଦ ସପ୍ତମ ଅଧ୍ୟାୟ। ଏମନ୍ତ ସୁକ ମୁଖୁ ଶୁଣି ସୈନକ ଆଦି ସର୍ବମୁନି ସୁତ ମୁନିଙ୍କ ମୁଖ ଚାହିଁ ପୁଣି ପୁଛନ୍ତି ଭାବ ବହି। ସୈନକ ଉବାଚ, ବ୍ୟାସଙ୍କୁ ଛାଡ଼ି ଗଙ୍ଗା କୂଳେ ନାରଦ ଗଲେ ଯେତେବେଳେ ଚିତ୍ତେ ସଂଶୟ ଯେତେ ଥିଲା ନାରଦ ବାକ୍ୟେ ଦୂର ହେଲା। ସେ ସର୍ବଗୁଣେ ଅଧିକାରୀ ନାରଦ ବାକ୍ୟ ଚିତ୍ତେ ଧରି ପୁଣି କି କଲେ ପୁଣ୍ୟ ଦେହା କହ ଆମ୍ଭଙ୍କୁ ଯେବେ ଦୟା। ଏମନ୍ତେ ମୁନିଙ୍କ ପ୍ରସନେ କୃଷ୍ଣ ମହିମା ଶୁଣି କର୍ଣ୍ଣେ ସୁତ କହନ୍ତି ତୋଷ ଚିତ୍ତେ ମୁନିଜନଙ୍କର ଅଗ୍ରତେ। ସୁତ ଉବାଚ, ସେ ବ୍ରହ୍ମ ନଦୀର ପଶ୍ଚିମେ ଆଶ୍ରମ ସୌମ୍ୟାପ୍ରାସ ନାମେ ଯହିଁ ଅଶେଷ ମୁନିଜନ ଏଣୁ ଅନେକ ଯଜ୍ଞ ସ୍ଥାନ ମଧ୍ୟେ ବଦରୀ ନାମେ ବନ ବ୍ୟାସଙ୍କ ନିୟତ ଆଶ୍ରମ। ସେବନେ ସରସ୍ୱତୀ ଜଳେ ସ୍ନାନ ସାରି ପ୍ରାତଃ କାଳେ କୃଷ୍ଣ ମହିମା ଚିନ୍ତି ମନେ ମୁନି ବସିଲେ ଯୋଗ ଧ୍ୟାନେ। ନିର୍ମଳ ମନେ ଧ୍ୟାନ କରି ତକ୍ଷଣେ ପ୍ରଭୁ ନର ହରି ମାୟା ସହିତେ ହେଲେ ଦୃଶ୍ୟ ଯେ ପୂର୍ବ ପୁରାଣ ପୁରୁଷ। ଯେ ମାୟା ତ୍ରିଗୁଣେ ଜଡ଼ିତ ଅଜ୍ଞାନ ପଥେ ମୋହଗ୍ରସ୍ତ ଅସତ୍ୟ ସତ୍ୟ ପ୍ରାୟେ ମଣେ ଆତ୍ମାର ଗତି ନ ପ୍ରମାଣେ। ତେଣୁ ସେ ଜନ୍ମାଦି ଅନର୍ଥ ଜୀବକୁ ହୁଅଇ ପ୍ରାପତ ତାହାକୁ ଉଦ୍ଧରିବା ଅର୍ଥେ କୃଷ୍ଣ ଭକତି ଯୋଗ ପଥେ ରଚିଲେ ଭାଗବତ ବାଣୀ। ଏ ଜୀବତରେ ଯାହା ଶୁଣି ଭକତି ଲଭେ କୃଷ୍ଣ ପାଦେ ନ ପଡ଼େ ଶୋକ ମୋହ ବାଦେ। ସଂହିତା ଛଳେ ହରି ବାଣୀ ସୁକ ମୁନିଙ୍କି ଘରେ ଆଣି ସ୍ୱଭାବେ ତାଙ୍କ ନିଜ ସୁତ ହରଷେ ଦେଲେ ଭାଗବତ। ବସେ ସେ ଗୋବିନ୍ଦ ପ୍ରସନ୍ନେ ମାୟା ନ ଲାଗେ ତାଙ୍କ ମନେ। ଏମନ୍ତେ ସୁତ ପ୍ରଶ୍ନ ଶୁଣି ମୁନି ସକଳେ ମନେ ଗୁଣି ମନେ ସଂଶୟ ଖେଦ ବହି କହନ୍ତି ସୁତ ମୁଖ ଚାହିଁ। ସୈନକ ଉବାଚ, ମାୟା ନ ଲାଗେ ଯାର ଚିତ୍ତେ କି ପ୍ରୟୋଜନ ତାର ଗ୍ରନ୍ଥେ। ସୁକ ସ୍ୱଭାବେ ଆତ୍ମା ରାମ ତାହାଙ୍କ ଗ୍ରନ୍ଥେ କିବା ଶ୍ରମ। କାହାର ଅର୍ଥେ ବ୍ୟାସ ସୁତ ଅଭ୍ୟାସ କଲେ ଭାଗବତ। ନିର୍ଲେପ ଯୋଗୀ ସେ ଯୁକତେ ସଂଶୟ ଲାଗେ ଆମ୍ଭ ଚିତ୍ତେ। ପୁଣି ସଂଶୟ ମୁନି କଥା କହନ୍ତି ସୁତ ବ୍ରହ୍ମ ବେତା। ସୁତ ଉବାଚ, ସ୍ୱଭାବେ ମୁନିଙ୍କର ଚିତ ଗ୍ରନ୍ଥରେ ନୁହଁଇ ଗ୍ରନ୍ଥିତ। ତଥାପି ଅକିଞ୍ଚନ ପଣେ ଭଜନ୍ତି ଗୋବିନ୍ଦ ଚରଣେ। ଯେଣୁ ସକଳ ଭୂତେ ହରି ପରମ ଆତ୍ମା ରୂପେ ପୁରୀ ତେଣୁ ଭକତି ଅତିରେକେ କହନ୍ତି ଏକ କୁଆରେକେ। ସେ ସୁକ ମୁନି ଶୁଦ୍ଧ ଚେତା ନିତ୍ୟ ଅଭ୍ୟାସେ କୃଷ୍ଣ କଥା। ଭକତ ଜନ ପ୍ରିୟ ଅର୍ଥେ ଯାହାର ଜନ୍ମ ଏ ଜଗତେ। ଏବେ ହ ଶୁଣ ବିପ୍ରଜନେ ହରିଚରିତ ଅବଧାନେ। ଭକତ ପରୀକ୍ଷିତ କଥା ପଣ୍ଡୁ ନନ୍ଦନଙ୍କ ବ୍ୟବସ୍ଥା। କୁରୁ ପାଣ୍ଡବ ଯୁଦ୍ଧ ଅନ୍ତେ ବୀରେ ଗମିଲେ ବୀର ପଥେ। ଭୀମସେନର ଗଦା ବାଜି ଦୁର୍ଯ୍ୟୋଧନର ଜାନୁ ଭାଜି। ପଳାଇ ଗଲା ପ୍ରାଣ ଡରେ ଲୁଚିଲା ବ୍ୟାସ ସରୋବରେ। ଏମନ୍ତେ ହୋଇଲା ରଜନୀ ଜଳେ ଭାଳଇ ଭୟ ଘେନି।
কান্দই জীবন বিকଳେ, দ্রোণ নন্দন দেখি কূলে। বলই রাজা মুখ চাহি, মতে যে নবরিলু তুহি। যুদ্ধে সকল বীর মারি, এ ভূমি অপাণ্ডবা করি। তোতে বসাନ୍ତି রাজকূলে, অখণ্ড অবনী মণ্ডଳେ। শুনি বলই নৃপবର, ଏବେ অপাণ্ডবা কর। ଏବେ বরিলি সেনাপতি, ফেড় তুমোহর দুর্গতি। হেমন্ত কহি ଅନ୍ଧବଳା, ତାହାର ହସ୍ତେ ଜଳ ଦେଲା। ଦ୍ରୋଣ କୁମର ବେଗେ ଉଠି, ଧନୁ ଧଇଲା ଦୃଢ଼ ମୁଷ୍ଟି। ମନ୍ତ୍ରୀଣ ନାରା ଚପେସିଲା, ପାଣୁଅତ ଶିବିରେ ପଡ଼ିଲା। ଦ୍ରୌପଦୀ ପାଞ୍ଚ ଯେ କୁମରେ, ଶୋଇ ନଥିଲେ ଅନ୍ତପୁରେ। ପଡ଼ି କାଟିଲା ତାଙ୍କ ଶିର, ଶବଦ କଲା ମହାଘର। ଶୁଣି କମ୍ପିଲେ ଦିଗପାଳେ, ପୂରିଲା ଭୂମି ଅନ୍ତରାଳେ। ଅତି ନିନ୍ଦିତ କର୍ମ କଲା, ଦୈବ ବଶେ ଦ୍ରୋଣ ବଳା। ଦ୍ରୌପଦୀ ଶୟନ ଉପେକ୍ଷୀ, ପୁତ୍ର ମରଣ ଦୁଃଖେ ଦୁଃଖୀ। ବିକଳେ କରଇ ରୋଦନ, ତା ପାଶେ ମିଳିଲେ ଅର୍ଜୁନ। ଅନେକ ଶାନ୍ତି ବାକ୍ୟ କହି, ବୋଲେ ଦ୍ରୌପଦୀ ମୁଖ ଚାହିଁ। ଦ୍ରୋଣ କୁମର ଶିର ବାଣେ, କାଟି ସ୍ଥାପିବି ତୋ ଚରଣେ। ତେବେ ହରିବି ତୋର ଶୋକ, ତୁ ଏବେ ସ୍ଥିର ଚିତ୍ତେ ଦେଖ। ସେ ବ୍ରହ୍ମବନ୍ଧୁ ଆତତାୟୀ, ତାହାର ବୋଧେ ଦୋଷ ନାହିଁ। ଏମନ୍ତେ ମଧୁର ବଚନେ, ଶାନ୍ତି କରାଇ ତାର ମନେ। ଯାର ସାରଥି ଭଗବାନ, କେ ତାରେ କରେ ଅପମାନ। ଗାଣ୍ଡୀବ ଧନୁ ଧରି ହସ୍ତେ, ବସିଲା କପି ଧ୍ୱଜ ରଥେ। ବେଗେ ଧାଇଁଲା ସଜ ହୋଇ, ଦେବେ ଗଗନେ ଛନ୍ତି ଚାହିଁ। ଅର୍ଜୁନ ଦେଖି ଦ୍ରୋଣ ବଳା, କାତରେ ହୃଦୟ କମ୍ପିଲା। ବାଳକ ବଧେ ଛନ୍ନ ମନେ, ପଳାଇ ଜୀବନ ରକ୍ଷଣେ। ବେଗେ ପଳାଇ ଭୂମି ଗତେ, ପଶିଲା ଗହନ ବନସ୍ତେ। ପୁଣି ପଳାଇ ଘୋର ବନେ, ଅନ୍ଧକ ରୁଦ୍ର ଡରେ ଯେହ୍ନେ। ତାର ରକ୍ଷକ କେହି ନାହିଁ, ଶ୍ରମେଣ ଅଶ୍ବ ନ ଚଳଇ। ପ୍ରାଣ ରକ୍ଷଣେ ଦ୍ରୋଣ ସୁତ, ମନେ ସୁମରି ବ୍ରହ୍ମ ଅସ୍ତ୍ର। ତକ୍ଷଣେ ଜଳେ ସ୍ନାନ କରି, ବ୍ରହ୍ମ ଶିରାକୁ ହସ୍ତେ ଧରି। ସଂହାର ନ ଜାଣେ ତାହାରେ, ପେଶିଲା ଅର୍ଜୁନ ଉପରେ। ସ୍ୱଭାବେ ବ୍ରହ୍ମ ଶିରା ନାମ, ତେଜେ ବିରାଜେ ରବି ସମ। ତାର ପ୍ରଚଣ୍ଡ ତେଜ ଚାହିଁ, କମ୍ପଇ ଅର୍ଜୁନର ଦେହି। ବ୍ରହ୍ମ ଅସ୍ତ୍ରକୁ ଭୟ କଲା, ଗୋବିନ୍ଦ ମୁଖକୁ ଚାହିଁଲା। ପଡ଼ି ଅଭୟ ପାଦ ତଳେ, ବୋଲଇ ଜୀବନ ବିକଳେ। ଅର୍ଜୁନ ଉବାଚ, ହେ କୃଷ୍ଣ କୃଷ୍ଣ ଯୋଗେଶ୍ୱର, ଶରଣ ଜନଙ୍କ ସଦର। ସଂସାର ଅନଳ ଦହନେ, ଡରେ ସ୍ମରନ୍ତି ତୋତେ ଜନେ। ତାହାଙ୍କୁ ଦେଉ ମୋକ୍ଷ ଗତି, ଅଭୟ ବ୍ରହ୍ମେ ସେ ପଶନ୍ତି। ଆଦି ପୁରୁଷ ନିରଞ୍ଜନ, ପ୍ରକୃତି ପରେ ତ ବିଶ୍ରାମ। ସ୍ୱରୂପେ ମାୟାକୁ ସଂହରୁ, କୈବଲ୍ୟ ରୂପେ ତୁ ବିହରୁ। ଏଣୁ ତୋହର ଗତି ମୁହିଁ, ମାୟାର ବଳେ ନ ଜାଣଇ। ଏ ଜୀବ ଲୋକେ ଘୋର ମାୟା, ତୁଟଇ ଯାରେ କରୁ ଦୟା। ଏ ଯେ ତୋହର ଅବତାର, ଖଣ୍ଡିବ ଅବନୀର ଭାର। ତୋରେ ଶରଣ ଯେ ପଶଇ, ସଂସାର ତାକୁ ନ ଲାଗଇ। ଏଣୁ ମୋହର ଗତି ତୁହି, ତୋ ମାୟା ବଳ ମୁଁ ଜାଣଇ। ଏ ଯେ ଆସଇ ବ୍ରହ୍ମ ସର, ତେଜେ ଆଚ୍ଛାଦି ତିନି ପୁର। ସ୍ୱଭାବେ ପ୍ରଚଣ୍ଡ ଦାରୁଣ, ଦେଖି କମ୍ପଇ ମୋର ପ୍ରାଣ।
କହ କି କରିବି ଗୋସାଇଁ ତୋତହୁଁ ଆନ ଗତି ନାହିଁ। ଅର୍ଜୁନ ବାକ୍ୟ ଶୁଣି ହସି କହନ୍ତି ପ୍ରଭୁ ବ୍ରହ୍ମ ରାଶି। ଶ୍ରୀକୃଷ୍ଣ ଉବାଚ ଜୀବନ ଡରେ ଦ୍ରୋଣ ବଳା ଅତି ମାନୁଷ କର୍ମ କଲା। ମନ୍ତ୍ର ନ ଜାଣଇ ସଂହାରେ ବେଗେ ପେଶିଲା ପ୍ରାଣ ଡରେ। ଏହା ନିବାରେ ଶସ୍ତ୍ର ନାହିଁ କେହି ନ ଜାଣେ ଦେହ ବହି। ତୁ ତ ସକଳ ଶାସ୍ତ୍ର ଜାଣୁ ଚଞ୍ଚଳ ଚିତ୍ତେ ନ ପ୍ରମାଣୁ। ଏ ବ୍ରହ୍ମ ଶସ୍ତ୍ର ତେଜ ଘୋର ତୁ ବ୍ରହ୍ମ ଶସ୍ତ୍ରେଣ ନିବାର। ସୁତ ଉବାଚ ଶୁଣି ଗୋବିନ୍ଦ ମୁଖୁ ବାଣୀ ଅର୍ଜୁନ ମନେ ମନେ ଗୁଣି। ତକ୍ଷଣେ ଆଚମନ କଲା କୃଷ୍ଣକୁ ମନେ ସମରିଲା। ଦ୍ରୋଣଙ୍କ ତହୁଁ ଅଛି ଜାଣି ଭାବେ କହିଲେ ଚକ୍ରପାଣି। ବ୍ରହ୍ମଶରକୁ ବ୍ରହ୍ମଶର ମନ୍ତ୍ରୀ ପେଶିଲା ବୀରବର। ଗଗନ ମଧ୍ୟେ ବେନିସରେ ଭୂମିକମ୍ପଇ ଥର ହରେ। ଅର୍କ ଅନଳ ପ୍ରାୟ ଦିଶି ବେଢିଲେ 10 ଦିଗ ଗ୍ରାସୀ। ସେବେନି ଶସ୍ତ୍ର ତେଜ ରାଶି ପ୍ରଳୟାନଳ ପ୍ରାୟ ଦିଶି। ଦହିବା ପ୍ରାୟ ତ୍ରିଭୁବନ ଦେଖି ଡରିଲେ ସର୍ବଜନ। ତେଜେ ତାପିତ ତ୍ରିଭୁବନ ତା ଦେଖି ତକ୍ଷଣେ ଅର୍ଜୁନ। କୃଷ୍ଣ ବୋଇଲେ ଶୁଣ ବୀର ଅସ୍ତ୍ରେ ସେ ଅସ୍ତ୍ରକୁ ସଂହାର। ଯହୁଁ କହିଲେ ଚକ୍ରପାଣି ତକ୍ଷଣେ ସଂହାରିଲା ଆଣି। ରଥୁ ଓହ୍ଲାଇ ମହାରୋଷେ ଧଇଲା ଅଶ୍ୱତ୍ଥାମା କେଶେ। ପ୍ରଚଣ୍ଡ ରୋଷେ ଶିର ଝୁଣି ଆକର୍ଷି ପାଡ଼ିଲା ଧରଣୀ। କରଚରଣ ତନୁ ଛନ୍ଦେ ବେଗେ ବାନ୍ଧିଲା ମାଳ ବନ୍ଧେ। ବରୁଣ ପାଶ କୁସୁମରି ପଶୁଙ୍କ ପ୍ରାୟ ବନ୍ଦୀ କରି। ଅର୍ଜୁନ ମନେ ଦୟା ବହି ରାଜସଦନେ ନେବା ପାଇଁ। ରଥର ଦଣ୍ଡେ ବାନ୍ଧେ ଆଣି ଦେଖି ବୋଲନ୍ତି ଚକ୍ରପାଣି। ଏ ବ୍ରହ୍ମ ବନ୍ଧୁ ବଶ୍ଚ ଦ୍ରୋହୀ ଏହାକୁ ଦଣ୍ଡେ ହେନ ଥୋଇ। ମନେ ତୁ ଅନ୍ୟ ନ ବିଚାର ବେଗେ ଏହାର ପ୍ରାଣ ହର। ନିର୍ଦ୍ଦୋଷ ବାଳକ ଶୟନେ ଥିଲେ ଯେ ନିଦ୍ରିତ ଲୋଚନେ। ଏ ନାଶ କଲା ତାଙ୍କ ପ୍ରାଣ ଏବେ କହିବା ପାର୍ଥ ଶୁଣ। ମତ ପ୍ରମତ ଉନ୍ମତ୍ତ ବାଳବନିତା ନିଦ୍ରାଗତ। ଶରଣାଗତ ରଥହୀନ ସଙ୍କଟେ ଦେଖି ରିପୁଜନ। ଏହାଙ୍କୁ ବଧ ଯେ କରନ୍ତି ଜୀବନ ଥାଉଁ ସେ ମରନ୍ତି। ପର ଜୀବନ ମାରି ଆଣି ଆତ୍ମାକୁ ପୋଷନ୍ତି ଯେ ପ୍ରାଣୀ। ତାଙ୍କୁ ମାରନ୍ତେ ବହୁ ପୁଣ୍ୟ ବେଦେ କହନ୍ତି ବିପ୍ରଜନ। ତୁ ଯେ ଦ୍ରୌପଦୀ ଆଗେ ରହି ପ୍ରତିଜ୍ଞା କଲୁ ଗର୍ବ ବୋହି। ବୋଇଲୁ ନ କାନ୍ଦ ସୁନ୍ଦରୀ ତୋର ରିପୁକୁ ମୁହିଁ ଧରି। ତାହାର ଶିର କାଟି ବେଗେ ସ୍ଥାପିବି ତୋର ପାଦ ଯୁଗେ। ମୁହିଁ ଯେ ଶୁଣିଅଛି ଏହା ଏବେ ରଖିଲୁ କରି ଦୟା। ବେଗେ ଏହାର ପ୍ରାଣ ହର ନିମିଷେ ବିଳମ୍ବ ନ କର। ଏ ପାପୀ ଆତତାୟୀ ନର ବାଳକ ହନ୍ତା ଏ ତୁମ୍ଭର। ଯାହାର ଆଶ୍ରେ ଭୋଗ କଲା ତାର ଅପ୍ରିୟ ଏ ଚିନ୍ତିଲା। ଏଣୁ ଏ କୂଳ ପାଂଶୁ ପଣେ ନିତ୍ୟ ବଞ୍ଚଇ ଘୋର ବନେ। ସୁତ ଉବାଚ ଏମନ୍ତେ ଧର୍ମ ପରୀକ୍ଷାର୍ଥେ କୃଷ୍ଣ କହିଲେ ନାନା ମତେ। ଅର୍ଜୁନ ନ ଶୁଣଇ ତାହା ଗୁରୁପୁତ୍ରକୁ କରି ଦୟା।
ଯଦ୍ୟପି ଅଟେ ପୁତ୍ର ଦ୍ରୋହୀ ତଥାପି ବୋଧେ ଇଚ୍ଛା ନାହିଁ। ତକ୍ଷଣେ ଉଠି ବୀର ପାର୍ଥ ବନ୍ଧନ କରି ଗୁରୁ ସୁତ ଦ୍ରୌପଦୀ ଆଗେ ନେଇ ଦେଲା ତୋରିପୁ ସମ୍ଭାଳ ବୋଇଲା। ନିନ୍ଦିତ କର୍ମେ ହୀନ ହୋଇ ବନ୍ଦନ ପଶୁ ପାଶେ ଦେହି ଦ୍ରୌପଦୀ ତାର ରୂପ ଚାହିଁ ତକ୍ଷଣେ ଚିତ୍ତେ ଦୟା ବହି। ପୁତ୍ରଙ୍କ ରିପୁ ଏ ନିୟତ ସ୍ୱଭାବେ ଦ୍ରୋଣ ଗୁରୁ ସୁତ ଅନ୍ତରେ ନମସ୍କାର କଲା ଅର୍ଜୁନ ମୁଖକୁ ଚାହିଁଲା। ବୋଲଇବେନି କର ଯୋଡ଼ି ବନ୍ଧନ ଦିଅ ବେଗେ ଫେଡ଼ି ସ୍ୱଭାବେ ବିପ୍ର ଗୁରୁଜନ ବିଶେଷେ ଦ୍ରୋଣଙ୍କ ନନ୍ଦନ। ରହସ୍ୟ ଧନୁର୍ବେଦ ଗ୍ରାମ ବିସର୍ଗ ସଂହାର ସଂଯମ ସକଳ ଅସ୍ତ୍ର ଶସ୍ତ୍ର କଳା ଯେ ଗୁରୁ ପଣେ ଶିଖାଇଲା। ସେହିଟି ପୁତ୍ର ରୂପେ ଜାତ ଆତ୍ମାରୁ ଆପଣେ ସମ୍ଭୂତ ସ୍ୱାମୀର ତହୁଁ ଅର୍ଦ୍ଧେ ଘେନି ଯୁଗତେ ଏହାର ଜନନୀ। ସ୍ୱାମୀର ସଙ୍ଗେ ସେ ନ ମଲା ଯେଣୁ ଏ ପୁତ୍ର ତାର ଥିଲା। ତୁମେ ଧର୍ମଜ୍ଞ ମହାଭାଗ ଏ ନୋହେ ତୁମ୍ଭ ଦଣ୍ଡ ଯୋଗ୍ୟ। ଏ ତୋର ଧର୍ମ ଗୁରୁକୁଳ ଏହାଙ୍କୁ ଭଲେ ପ୍ରତିପାଳ। ଏହାର ଗୌତମୀ ମାତା ସୁପୁଣ୍ୟବତୀ ପ୍ରତିବ୍ରତା। ରୋଦନ ନ କରୁ ସେ ଶୋକେ ମୋହର ପ୍ରାୟ ପୁତ୍ର ଦୁଃଖେ। ରୋଦନ ନ କରୁ ସେ ଶୋକେ ମୋହର ପ୍ରାୟେ ପୁତ୍ର ଦୁଃଖେ। କ୍ଷତ୍ରିୟ ଯେବେ ମୂଢ଼ ପଣେ କୋପ ସମ୍ପାଦେ ବିପ୍ରଗଣେ। ସେ କୋପେ ନିଜ କୁଳ ଦହେ ଏଣୁକେ ବିପ୍ର ମନ୍ୟୁ ସହେ। ସୁତ ଉବାଚ ଦ୍ରୌପଦୀ ଧର୍ମ ନ୍ୟାୟ ବାଣୀ ହରଷେ ଯୁଧିଷ୍ଠିର ଶୁଣି। ପୁଣି ନକୁଳ ସହଦେବ ସାତ୍ୟକୀ ଅର୍ଜୁନ ପାଣ୍ଡବ ଗୋବିନ୍ଦ ଆଦି ଶୁଣି କରି କୁନ୍ତି ସହିତେ ଯେତେ ନାରୀ। ମୌନେ କିଛି ନ ବୋଇଲେ ସେ ଧର୍ମ ଅନ୍ତରେ ଜାଣିଲେ। ତାହାଙ୍କ ମଧ୍ୟରେ ଭୀମସେନ କଟାକ୍ଷେ ଅରୁଣ ଲୋଚନ। କୋପେ ଅନାଇ କୃଷ୍ଣ ମୁଖେ ବୋଲନ୍ତି ଅତି ମନ ଦୁଃଖେ। ତୀକ୍ଷ୍ଣ ଖଡ଼ଗେ କାଟି ଶିର ଏହାକୁ ନରକୁ ଉଦ୍ଧର। କି ପ୍ରୟୋଜନ କିବା ଅର୍ଥେ ଏ ପାପ ତରିବ କେମନ୍ତେ। ଶୟନେ ଶିଶୁ ବଧ କଲା ସ୍ୱଭାବେ ଜିଉଁ ଜିଉଁ ମଲା। ଦ୍ରୌପଦୀ ତୁଲେ ଚକ୍ରପାଣି ଏ ଧର୍ମ ଭୀମ ମୁଖୁ ଶୁଣି। ଅଳପ ହାସେ ଭାବଗ୍ରାହୀ ବୋଲନ୍ତି ଅର୍ଜୁନଙ୍କୁ ଚାହିଁ। ଶ୍ରୀ ଭଗବାନ ଉବାଚ ବ୍ରାହ୍ମଣ ବଧ ଯୋଗ୍ୟ ନହି ଏହା ମୁଁ ଶାସ୍ତ୍ରେ ଅଛି କହି। ଯେ ଆତତାୟୀ କର୍ମ କରେ ଅଧର୍ମ ମାର୍ଗେ ଶସ୍ତ୍ର ଧରେ। ଜୀବନ ଥାଉଁ ସେ ମରନ୍ତି ଅନ୍ତେ ନରକ ପଥ ଚିନ୍ତି। ମରଣ ଉଚିତ ଏହାର ଏହାକୁ ରଖ ବୀରବର। ଉଭୟ ବାକ୍ୟ ମୋର କର ଯେ ଧର୍ମ ଉଚିତ ବ୍ୟବହାର। ଦ୍ରୌପଦୀ ପୁତ୍ର ଶୋକ ବେଳେ ତୁ ଯେ ବୋଇଲୁ ଅବହେଳେ। ତୋହର ପୁତ୍ର ଶତ୍ରୁ ମାରି ଶିର ଚରଣେ ପୂଜା କରି। ଖଣ୍ଡିବ ପୁତ୍ର ଶୋକ ତେବେ ମୋର ବଚନ କର ଏବେ। ଶସ୍ତ୍ରେ ଏହାର ତେଜ ହର ଜୀବନ ମୃତ୍ୟୁ ପ୍ରାୟ କର। ଶାସ୍ତ୍ରୀ ଲାଞ୍ଛନେ ଏ ବିହରୁ ଏ ବିପ୍ର ଜୀବନେ ନ ମରୁ। ଶୋକ ନ ଥାଉ କୃଷ୍ଣା ଚିତ୍ତେ ଏ କଥା କର ଭୀମ ହିତେ। ଏ କଥା ମୋର ସନମତ ଶୁଣି ଅର୍ଜୁନ କୃତ କୃତ୍ୟ। ତକ୍ଷଣେ ଉଠି କୋପ ଭରେ ତୀକ୍ଷ୍ଣ ଖଡ୍ଗ ଧରି କରେ। କେଶ ଧଇଲା ବାମ ହସ୍ତେ ମଣି ଯେ ଥିଲା ତାମ ମାଥେ। ଖଡଗ ଧରି ଦୃଢ଼ ମୁଷ୍ଟି
ମଣିଷ ହିତେ ଶିଖା କାଟି ଆଣି ଥୋଇଲା ବାହୁବଳେ ଦ୍ରୌପଦୀ ଦେବୀ ପାଦ ତଳେ ବନ୍ଦନ ତକ୍ଷଣେ ଫେଇଲା ଦ୍ରୌପଦୀ ତା ମୁଖ ଚାହିଁଲା ବାଳକ ହତ୍ୟା ଦୋଷେହୀନ ମଳିନ ଦିଶେ ତା ବଦନ ମଣି ହରଣେ ତେଜ ଗଲା ନଗରୁ ବେଗେ ପଳାଇଲା କେଶବପନ ଧନ ହରି ତାହାକୁ ରାଜ୍ୟୁ ଦୂର କରି ବ୍ରାହ୍ମଣ ଦଣ୍ଡ ଏହି ମତେ ମରଣ ଲୋଭ ଜୀବନ୍ତେ ଦ୍ରୋଣ କୁମରେ ଶାସ୍ତି ଦେଇ ଜ୍ଞାତି ବାନ୍ଧବେ ରୁଣ୍ଡ ହୋଇ ସର୍ବେ ଆତୁର ପୁତ୍ର ଶୋକେ ବାଳକ ଘେନି ଏକେ ଏକେ ଦହନ କଲେ ଦୁଃଖ ମନେ ଏବେ ହ ଶୁଣ ମୁନି ଜନେ ସୁଜନ ହିତେ ଭାଗବତ ଭିଆଇ ରସମୟ ଗୀତ ପ୍ରଥମ ସ୍କନ୍ଦେ ହରିବାଣୀ ଶୁଣି ସଂସାରୁ ତର ପ୍ରାଣୀ ଅମୃତ ଶ୍ରୀକୃଷ୍ଣ ଚରିତ କହଇ ଦାସ ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପ୍ରଥମସ୍କନ୍ଧେ ଦ୍ରୋଣ ନିଗ୍ରହୋ ନାମ ସପ୍ତମୋଧ୍ୟାୟ।